ରାଧେ ରାଧେ ସାଙ୍ଗମାନେ। କ'ଣ ଆପଣମାନଙ୍କୁ ସନ୍ତୁଳା ଖାଇବାକୁ ଭଲ ଲାଗେ? ମୁଁ ଜାଣିଛି ଆପଣମାନଙ୍କୁ କେବେ ବି ସନ୍ତୁଳା ଖାଇବାକୁ ଭଲ ନୁହଁ, କାହିଁକିନା ମୋତେ ବି ସନ୍ତୁଳା ଖାଇବାକୁ ଭଲ ଲାଗେନି। କିନ୍ତୁ ଆଜି ମୁଁ ଏପରି ଗୋଟେ ଷ୍ଟାଇଲରେ ସନ୍ତୁଳା ବନେଇବି, ଯାହାକୁ ବି ସନ୍ତୁଳା ଖାଇବାକୁ ଭଲ ଲାଗିନଥିବ ସିଏ ତ ଦୁଇଥର ନିଶ୍ଚୟ ମାଗିକି ଖାଇବ। ସେଥିପାଇଁ ଦେଖନ୍ତୁ, ମୁଁ ଏଠି କିଛି ପରିବା ନେଇଯାଇଛି ଏବଂ ତା ସହିତ ମୋର ଘର ତିଆରି ବଡ଼ି ବି ନେଇଯାଇଛି, କଖାରୁ ବଡ଼ି। ପରିବା ସବୁକୁ ମୁଁ ଏଠି ସବୁ ଛୋଟ ଛୋଟ କରି କାଟି ରଖିଦେଇଛି। ଆଜି ଆମେ ପ୍ରସ୍ତୁତ କରିବା ସନ୍ତୁଳା, ତା ପୁଣି ମୋର ଦେଶୀ ଷ୍ଟାଇଲ କାଠ ଚୁଲିରେ। ମୁଁ ଗୋଟେ ରସରେ ଅଳ୍ପ ପାଣି ଦେଇ ପରିବା ସବୁକୁ ସିଝାଇବା ପାଇଁ ରଖିଦେଇଛି ଏବଂ ଦେଖନ୍ତୁ ଅତି ଶୀଘ୍ର ମୋର ପରିବା ସବୁ ସିଝି ଯାଇଛି। କାହିଁକି ନା ଭଲ ସନ୍ତୁଳା ପାଇଁ ଆଣ୍ଟୁଆ ପର୍ଜଣାଟିଏ ତ ନିହାତି ଆବଶ୍ୟକ। ପର୍ଜଣାଟା ଯଦି କେରକେରା ହୁଅନ୍ତି ତାହେଲେ ସନ୍ତୁଳାଟା ମଧ୍ୟ ଝୁରପୁର ନିଶ୍ଚିତ ହେବେ। ମୋ ଛୋଟ ବଗିଚାରେ ଆଜି ସନ୍ତୁଳା ପାଇଁ ପ୍ରସ୍ତୁତ ହେଉଛନ୍ତି ବଢ଼ିଆ ଫୁଟଣ ପାଗଟିଏ। ଜିଅନ୍ତା ସୋରିଷ ତେଲରେ ପଡ଼ିଛନ୍ତି ପିଆଜ, କଞ୍ଚା ମରିଚ, ସୋରିଷ, ମିରସିଙ୍ଗା ପତ୍ର, ଜିରା, ପାନମଧୁରୀ ଆଉ ସାମାନ୍ୟ ହେଙ୍ଗୁ। ଫୁଟଣ ସବୁ ଏବେ ମହକ ବିସ୍ତାର କଲେଣି। ଏବେ ଆଙ୍କୁ ନେଇକିରି ସନ୍ତୁଳାରେ ପକାଇ ନେବା ବା ଛାଡ଼ିଦେବା କଥା। ଛାଡ଼ିବା ପରର ସନ୍ତୁଳାର ରୂପକୁ ଆପଣ ନେତ୍ର ଢାଳି ଅବଲୋକନ କରୁଛନ୍ତି। ବାସ୍ତବରେ ଆଣ୍ଟୁଆ ଫୁଟଣ ହେଉଛି ସନ୍ତୁଳାର ଅଳଙ୍କାର। ଏଇଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ।